ମା ଆଜି ଆମେ ଆଲୋଚନା କରିବା ଚିରନ୍ତନ ବହିର ପୃଷ୍ଠା 236। ବିଷୟବସ୍ତୁ ରହିଛି ତୁମେ ଯାହା ହେବାକୁ ଚାହୁଁଛ ତା ଉପରେ ଏକାଗ୍ର ହୁଅ। ଆମେ ଆଲୋଚନା କରୁଥିଲେ ଅପ୍ରୀତିକର ଚିନ୍ତା ଦୁଇଟି ଭାଗରେ ଆଲୋଚନା ସରିଛି। ତାର ସାରାଂଶ ହଉଛି ମନ୍ଦ ଇଚ୍ଛାଟେ ଉଦୟ ହେଲା ମାତ୍ରେ ମନକୁ ଅନ୍ୟ ଚିନ୍ତା ଭିତରେ ପ୍ରବେଶ କରିବ ଏବଂ ଆମେ ଦେଖିଥିଲେ ମା ଲେଖିଛନ୍ତି ସେଗୁଡାକ କ୍ଷଣସ୍ଥାୟୀ ଫଳ ଦେଇଥାଏ ଏବଂ ପୁଣି ବେଳ ପାଇଲେ ଲେଉଟି ଆସିବ। ଦ୍ୱିତୀୟ ଉପାୟଟି ଥିଲା ମନ୍ଦ ଇଚ୍ଛା ଗୁଡ଼ିକ ସହିତ ସଂଗ୍ରାମ। ମନ ଭିତରେ ଯୋଉ ଉଦୟ ହଉଛି ଯୋଉ ମନ୍ଦ ଇଚ୍ଛା ତାକୁ ବିତାଡ଼ିତ କରିବ, ବିତାଡ଼ିତ କରି ଚାଲିଥିବ ଶେଷ ପର୍ଯ୍ୟନ୍ତ, ଯେ ପର୍ଯ୍ୟନ୍ତ ସେମାନେ ଆଉ ଆମ ଭିତରକୁ ପ୍ରବେଶ କରିବେ ନାହିଁ। ଏ ଦୁଇଟି ଉପାୟ ଆମେ ଅପ୍ରୀତିକର ଚିନ୍ତା ପାର୍ଟ 1 ଆଲୋଚନା କରିଥିଲେ। ପାର୍ଟ 2 ରେ ସେ ଦୁଇଟିର ବି ଆଉ ଥରେ ମା ଆଲୋଚନା କରି ପୁଣି ତୃତୀୟ ଉପାୟଟି ଆଲୋଚନା କରିଥିଲେ। ମନ୍ଦ ଇଚ୍ଛା ଗୁଡ଼ିକୁ ରୂପାନ୍ତରିତ କରିବା, ମାଙ୍କ ସମ୍ମୁଖରେ ରଖିବା, ନିଜେ ଆରୋଗ୍ୟ ହେଇଯିବା କଥା ଭିତରେ କହିଥିଲେ। ଏବଂ ଯେହେତୁ ରୂପାନ୍ତରିତ କରିବା ପାଇଁ ଆଲୋକ ପାଖରେ ମାଙ୍କ ପାଖରେ ତାକୁ ରଖିବାକୁ ମା ତୃତୀୟ ଉପାୟରେ କହିଥିଲେ, ତା ଫଳରେ ଏକ ସ୍ଥାୟୀ ଅଗ୍ରଗତି ହବ ବୋଲି ମା ଲେଖୁଥିଲେ। ତୁମେ ଯାହା ହେବାକୁ ଚାହୁଁଛ ତା ଉପରେ ଏକାଗ୍ର ହୁଅ। ମା ଲେଖୁଛନ୍ତି କାଳେ ତୁମେ ତୁମର ଦୋଷ ଗୁଡ଼ିକ ଦ୍ୱାରା ନିରୁତ୍ସାହିତ ହୋଇ ପଡ଼ିବ। ଧମ୍ମପଦ ଯୋଉ ବୁଦ୍ଧଙ୍କ ବାଣୀ ଦ୍ୱାରା ଥିବା ଏକ ଗ୍ରନ୍ଥ ଧମ୍ମପଦ ତୁମକୁ ଏହି ପ୍ରକାର ଆଶ୍ୱାସବାଣୀ ଶୁଣେଇଛନ୍ତି। ବୁଦ୍ଧ କହନ୍ତି ସବୁଠାରୁ ପବିତ୍ର ଫୁଲ ପଦ୍ମ ଜନ୍ମ ହୁଏ କୁତ୍ସିତ ପଙ୍କ ଭିତରୁ। ରାସ୍ତା କଡ଼ର ଖତଗଦା ଉପରେ ବି ଫୁଲ ଭଳି ପବିତ୍ର ଜିନିଷ ଫୁଟିଥାଏ। ତାର ଅର୍ଥ ହେଲା ଏପରି କିଛି କୁତ୍ସିତ କଥା ନାହିଁ ଯାହା ଭିତରୁ ପବିତ୍ରତମ ଉପଲବ୍ଧି ହୋଇପାରେ ନା। ତୁମର ଅତୀତ ଯାହା ମନ ତାହା ହୋଇଥାଉ, ତୁମେ ଯେତେ ଯାହା ଭ୍ରମ ପ୍ରମାଦ କରିଥାଅ, ଜଣେ ଯେତେ ବଡ଼ ଅଜ୍ଞାନ ପରିସ୍ଥିତିରେ ବଢ଼ିଥାଉ, ସେ ତାର ଅନ୍ତରର ଗଭୀର ମଧ୍ୟରେ ପରମ ପବିତ୍ରତାକୁ ବହନ କରିଥାଏ, ଯାହାକି ତାର ସମସ୍ତ କିଛିକୁ ଅପୂର୍ବ ଉପଲବ୍ଧିରେ ରୂପାନ୍ତର କରିଦେଇପାରେ। ଏତେ କଥା କହିବାର କାରଣ ହେଲା ତୁମମାନଙ୍କର ସେ ବିଷୟରେ ଭାବିବା ଉଚିତ, ତାହାରି ଉପରେ ଏକାଗ୍ର ହେବା ଉଚିତ। କେବେ ହେଲେ ବି ତୁମେ ତୁମର ବାଧାବିଘ୍ନ ଗୁଡ଼ିକ ଉପରେ ବା ପ୍ରତିବନ୍ଧକ ଗୁଡ଼ିକ ଉପରେ ବା କୌଣସି ପ୍ରକାର ପ୍ରତିରୋଧ ସମ୍ବନ୍ଧରେ ଉଦ୍ବିଗ୍ନ ହୁଅ ନାହିଁ। ତୁମେ ଯାହା ହେବାକୁ ଚାହଁ ତାରି ଉପରେ ଏକାଗ୍ର ହୋଇ ରହ। ତୁମେ ଯାହା ହେବାକୁ ଚାହଁ ନାହିଁ ସେ ସମ୍ବନ୍ଧେ ଆଦୌ ଭାବ ନାହିଁ। ସେ ସବୁକୁ ଯେତେ ଦୂର ସମ୍ଭବ ସମ୍ପୂର୍ଣ୍ଣ ଭୁଲିଯାଅ। ପ୍ରଥମରେ କହୁଛନ୍ତି ଯେ କାଳେ ତୁମେ ତୁମର ଦୋଷ ଗୁଡ଼ିକ ଦ୍ୱାରା ନିରୁତ୍ସାହିତ ହୋଇପଡ଼ିବ। ଧମ୍ମପଦ ତୁମକୁ ଏହି ପ୍ରକାର ଆଶ୍ୱାସବାଣୀ ଶୁଣାଇଛନ୍ତି। ବୁଦ୍ଧଦେବ ସେ ବୋଧି ବା ଜ୍ଞାନ ପ୍ରାପ୍ତ ହେବା ପରେ ତାଙ୍କୁ ବୁଦ୍ଧ ବୋଲି ନାମକରଣ କରାଗଲା। ଆଗରୁ ତାଙ୍କ ନାଁ ମହାରାଜ ସେ ଥିଲେ ଏବଂ ଘର ସଂସାର ପରିତ୍ୟାଗ କରି ଉତ୍ତର ସନ୍ଧାନରେ ଯାଇ ତପସ୍ୟା କରି ବୁଦ୍ଧତ୍ୱ ପ୍ରାପ୍ତ କଲେ ଏବଂ ତାଙ୍କର ମୁଖ୍ୟ ଥିଲା ଯେ କାମନାର ବିନାଶରେ ଦୁଃଖର ବିନାଶ, ନିର୍ବାଣ ପ୍ରାପ୍ତି। ସେ ତାଙ୍କର ଧମ୍ମପଦରୁ ଯୋଉ କଥାଟିକୁ ଉଦ୍ଧାର କରାଯାଇଛି ସେଥିରେ ମା କହିବାକୁ ଯାଉଛନ୍ତି ଯେ ଆମର ପଙ୍କ ଅତି କୁତ୍ସିତ ଏବଂ ଗନ୍ଧାଏ ବି। ତା ଭିତରେ ଗୋଡ଼ ଯଦି ଆପଣ ପଶିଗଲା ତାହେଲେ ଧୀରେ ଧୀରେ ତଳୁ 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 ଦବି ଦବି ଯିବ ପଙ୍କ ଭିତରେ। ଏବଂ ଯଦି ପାଣି ନଥିବ ଖାଲି ପଙ୍କ ଗନ୍ଧ ହୁଏ। ସେଇ ପଙ୍କ ଭିତରୁ ସୁନ୍ଦର ପଦ୍ମଟି ଫୁଟେ। ପଦ୍ମ ଅତି ସୁନ୍ଦର। ଆମେ ଯୋଉ ପଦ୍ମ ଫଟୋଟି ଦେଖୁଛନ୍ତି ଏଇଟା ହଉଛି ପିଙ୍କିଶ୍ର। ଆମେ ଶିବଙ୍କର ଯୋଉ ଅବତାର, এই ପଦ୍ମର ଫ୍ଲାୱାର ସିଗ୍ନିଫିକାନ୍ସ ହଉଛି ଅବତାର। ଶିବଙ୍କର ଫୁଲ ବୋଲି ଆମେ କୁହାଯାଏ ଏବଂ ହ୍ୱାଇଟ୍ ଲୋଟସ୍ ମାଙ୍କର ଫୁଲ ବା ଅଦିତି ବୋଲି କୁହାଯାଏ। ତେଣୁ ପଦ୍ମ ଆପଣ ଦେଖିଥିବେ ପଦ୍ମ ନାରାୟଣଙ୍କ ହାତରେ ବି ପଦ୍ମ ଧରିଥାନ୍ତି, ଲକ୍ଷ୍ମୀ ବି ପଦ୍ମ ଧରିଥାନ୍ତି ଏବଂ ଆପଣ ତ ଦେଖିଛନ୍ତି ଯୋଉ ପଦ୍ମ ବା କମଳ ଉପରେ ବ୍ରହ୍ମା ବିଦ୍ୟମାନ ଥାନ୍ତି। ତେଣୁ ଦୁର୍ଗାଙ୍କର ବି ପଦ୍ମପ୍ରିୟ। ତେଣୁ ଏ ପଦ୍ମ ମାନେ ଆଜ ଇଟ୍ ଇଜ୍
ବହୁତ ସୁନ୍ଦର ଏବଂ ଯଦି ଦେଖାଯାଏ ଉଚ୍ଚତର ଶକ୍ତି ମାନଙ୍କର ସେ ଏକ ଆୟୁଧ। ଏଠି ଆମେ ଦେଖିଲେ ଏଇ ଯୋଉ ପଦ୍ମଟି ସେଟା ହଉଛି ଅବତାରଙ୍କର। ଟିକେ ଧଳା ଗୋଲାପି ମିଶା ବା ନାଲି ଖାଲି ପିଙ୍କ ପଦ୍ମ ଏବଂ ଧଳା ପଦ୍ମ ପୁରା ଧଳା ପଦ୍ମ ଅଦିତି। ତେଣୁ ଯୋଉ ବୁଦ୍ଧଦେବ ଯାହା କହିଛନ୍ତି ଏବଂ ସେଆକୁ ନେଇକି ଯୋଉ ବର୍ଣ୍ଣନା କରୁଛନ୍ତି, ଇଭିନ ଯଦି ରାସ୍ତା କଡରେ ଦେଖିବେ ଏଇଠି ଯୋଉ ଫୁଲଟେ ଫୁଟିଛି ଦେଖନ୍ତୁ, ଏଟା ଗୋଟେ ଖତ ଫତ ଯୋଉ ପଡିଥିବ ମଇଳା ଫଇଳା ପଡିଥିବ ତା ଭିତରେ ଦେଖନ୍ତୁ ସେଠି କଣ୍ଟା ଗଛ ଉଠିଛି, ତା ଭିତରେ ବି ଯୋଉ ଫୁଲ ଗଛଟିଏ ଯୋଉଟା ଉଠିଛି ଯୋଉଠି ଫୁଲଟିଏ ହେଇଛି। ତେଣୁ ଏଠି କହିବାର ଅର୍ଥ ହଉଛି ଯେ ଏପରି କିଛି କୁଶ୍ଚିତ କଥା ନାହିଁ ଯାହା ଭିତରୁ ପବିତ୍ରତମ ଉପଲବ୍ଧି ହୋଇପାରେ ନା। ତାର ଯଦି ପଶ୍ଚାଦକୁ ଯିବେ, ଗୋଟେ କାରଣ ଆମେ ସମସ୍ତେ ଜାଣିଛନ୍ତି, କିନ୍ତୁ ତାକୁ ଭଲରେ ହୃଦୟଙ୍ଗମ କରିନାହାନ୍ତି। ସେଟା ହଉଛି ପ୍ରତ୍ୟେକ ସ୍ଥାନରେ ପ୍ରତ୍ୟେକ ବସ୍ତୁରେ ଅନ୍ତରାତ୍ମା ଆମେ ଯୋଉ କହୁଛନ୍ତି ଆମ ଭିତରେ ରହିଛନ୍ତି ବୋଲି ଭଗବାନଙ୍କର ଉପସ୍ଥିତି ଆମେ ତାକୁ କୁହନ୍ତି ଆତ୍ମା। ଆତ୍ମା ବିଦ୍ୟମାନ ରହିଛି, ତାହା ଯେକୌଣସି ବସ୍ତୁ ହେଇଥାଉ ନା କାହିଁକି, ଯେକୌଣସି ବସ୍ତୁ ହେଇଥାଉ ନା କାହିଁକି, ଯଦି ତାର ସ୍ଥିତି ଅଛି ମାନେ ତା ଭିତରେ ଭଗବାନ ଅଛନ୍ତି। ଭଗବାନ ଯଦି ନାହାନ୍ତି ତେବେ ତାର ସ୍ଥିତି ରହିବ ନାହିଁ। ତେଣୁ କୁଶ୍ଚିତ କଥା ଯାହା ବି ହଉନା କାହିଁକି ତା ଭିତରେ ତ ସ୍ଵୟଂ ଭଗବାନ ଅଛନ୍ତି। କିନ୍ତୁ ବର୍ତ୍ତମାନ ସୁଦ୍ଧା ପରିପ୍ରକାଶରେ ସେ କୁଶ୍ଚିତ ଦେଖାଯାଉଛି, କିନ୍ତୁ ତା ଭିତରେ ପବିତ୍ର ଆପଣ କହିପାରନ୍ତି ଏକ ଉଚ୍ଚ ସମ୍ଭାବନାଟି ତା ଭିତରେ ଲୁକାୟିତ ରହିଥାଏ, କେବଳ ପରିପ୍ରକାଶ ହବା ପାଇଁ ସମୟ ଏବଂ ପରିବେଶକୁ ସେ ଆବଶ୍ୟକ କରେ, ଅପେକ୍ଷା କରେ। ତେଣୁ ଏପରି କୁଶ୍ଚିତ କଥା ନାହିଁ, କିଛି କୁଶ୍ଚିତ କଥା ନାହିଁ ଯୋଉଥିରେ ପବିତ୍ରତମ ଉପଲବ୍ଧି ହୋଇପାରେ ନା। ତେଣୁ ଆମେ ଆ ପୂର୍ବରୁ ବି ଆଉ ଥରେ ଆଲୋଚନା କରିଥିଲେ, ଚୈତ୍ୟ ଆବିଷ୍କାରର ଗୋଟେ ପଏଣ୍ଟ ଥିଲା, ତୁମ ପାଖକୁ ଯାହା ଆସୁନା କାହିଁକି ତାହାକୁ ତୁମେ ଅଗ୍ରଗତି ନିମନ୍ତେ ବ୍ୟବହାର କର। ତେଣୁ ଆମ ଜୀବନରେ ଯୋଉ ପରିସ୍ଥିତି ଆସୁଛି, ଯାହା ବି ଆସୁନା କାହିଁକି, ଯେତେ ବି ଦୁଃସାଧ୍ୟ ଏବଂ ଆମକୁ ଲାଗୁଥିବ ଯେମିତି ଅସାଧ୍ୟ ଏବଂ ଅତି ବିପଦପୂର୍ଣ୍ଣ ଅବସ୍ଥା, ସବୁ ଅବସ୍ଥାକୁ ଆମକୁ ବ୍ୟବହାର କରିବାକୁ ପଡିବ ଆମର ଅଗ୍ରଗତି ପାଇଁ। କାରଣ ସେଇ ଯୋଉ ଘଟଣାଟି ଘଟୁଛି, ସେଇ ଯୋଉ ପରିସ୍ଥିତିଟି ଆସି ପହଞ୍ଚିଛି, ତା ପଶ୍ଚାତରେ ଆମ ଭିତରେ ସେ ଯୋଉ ସାମର୍ଥ୍ୟ ବୃଦ୍ଧି କରିବାକୁ, ତା ସହିତ ସଂଗ୍ରାମ କରିବା ପାଇଁ, ସେ ସାମର୍ଥ୍ୟ ବୃଦ୍ଧି କରିବା ପାଇଁ ଏକ ସମ୍ଭାବନା ନେଇକି ସେ ଆସିଥାଏ। ଏବଂ ଆଉ ଗୋଟେ ଯଦି ଦୃଷ୍ଟିକୋଣ ଦେଖିବା, ବ୍ୟକ୍ତି ଯୋଉ ବ୍ୟକ୍ତି ଆମେ ଦେଖୁଛନ୍ତି ଯେ ସତରେ ସେ ବହୁତ କୁତ୍ସିତ ଏବଂ ବହୁତ ମନ୍ଦ ଗତିବିଧିରେ ନିମଜ୍ଜିତ ରହିଛି ଏବଂ ନିମ୍ନ ସତ୍ତା ଦ୍ୱାରା ପରିଚାଳିତ ହଉଛି, କିନ୍ତୁ ଆମେ ଭୁଲି ଯିବା ନାହିଁ ତା ଭିତରେ ମଧ୍ୟ ଉଚ୍ଚ ସମ୍ଭାବନା ରହିଛି। କିନ୍ତୁ ଯେହେତୁ ଆମେ ମଣିଷ, ମଣିଷକୁ ଏକ ସ୍ଵାଧୀନତା ଦିଆଯାଇଛି, ସେ ନିଜେ ନ ଚାହିଁଲେ, ନିଜେ ନ ଚାହିଁଲେ ତା ଭିତରେ ଥିବା ସେଇ ଯୋଉ ସମ୍ଭାବନାଟି ପରିପ୍ରକାଶ କିପରି ହବ? କାହିଁକି ନା ସେ ଯଦି ସେଇ ନିମ୍ନ ମନ ନିମ୍ନ ପ୍ରାଣ ଦ୍ଵାରା ପରିଚାଳିତ ହେବାକୁ ପସନ୍ଦ କରେ ଏବଂ ତାହାକୁ ଯଥାର୍ଥ ବୋଲି ମନେ କରେ, ଆମେ ଯାହାକୁ ଯଥାର୍ଥ ବୋଲି ମନେ କରୁଛନ୍ତି ତେବେ ତାକୁ ଛାଡିବି କେମିତି? ଆପଣ କାହିଁକିନା ମନ ରହିଛି ନା, ଆମ ଭିତରେ ମନ ରହିଛି, ମତେ ଯେତେବେଳେ ଲାଗୁଛି ଏଇଟା ହିଁ ଠିକ, ତେଣୁ ତମେ ମତେ ହଜାରେ ବୁଝେଇଲେ ମଧ୍ୟ ମୁଁ ବୁଝିବି ନାହିଁ, ହଜାରେ ବୁଝେଇଲେ ମଧ୍ୟ ମୁଁ ବୁଝିବି ନାହିଁ। ଏଇଠି ଗୋଟେ କଥା ମନେ ପଡିଲା ଯେ ହଜାରେ ବୁଝେଇଲେ ବି ବୁଝିବି ନାହିଁ, ସେଇଟା ଗୋଟେ ଛୋଟିଆ କଥାଟେ। ଏଇଭଳିଆ ଏକ ଘଟଣା ଘଟିଥିଲା ମଧ୍ୟ। ସିଏ ଜଣେ ବ୍ୟକ୍ତି ତାଙ୍କର ରିସର୍ଚ୍ଚ କରିବାର ଗୋଟେ ଜୁନୁନ ଥାଏ, ନିଜ ଭିତରେ ଗୋଟେ ଉତ୍ସାହ ଅଧିକ ଥାଏ। କିନ୍ତୁ ଇଏ ଏକ ଅବଶ୍ୟ ବିଦେଶ ଘଟଣାଟି। ତାଙ୍କର ତାଙ୍କ ଦେଶରେ ଯାହା ନିୟମ ରହିଛି, ଯେହେତୁ ତାଙ୍କର କୌଣସି ଉପଲବ୍ଧି ହେଇନାହିଁ, କୌଣସି ସିଏ ଏକ ନିଷ୍କର୍ଷରେ ପହଞ୍ଚି ନାହାନ୍ତି, କିଛି ସେମିତି ଗୋଟେ ବିରାଟ କଥା ଦେଖେଇ ନାହାନ୍ତି ଯୋଉଥିରେ
ତାଙ୍କ ଦେଶ ଲାଭବାନ ହବ। ତେଣୁ ଦେଶ ତାଙ୍କୁ ଖର୍ଚ୍ଚ କରିବା ପାଇଁ ସମ୍ବଳ ଯୋଗାଇ ନାହିଁ। ତେଣୁ ସେ ତାଙ୍କ ନିଜ ଖର୍ଚ୍ଚରେ ସେ ତାଙ୍କର ଅନୁସନ୍ଧାନ କରିବାରେ ଲାଗିଛନ୍ତି। ଏଇଭଳି କରୁ କରୁ ତାଙ୍କର ସମସ୍ତ ଅର୍ଥ ସରିଯାଇଛି। ତାଙ୍କ ସ୍ତ୍ରୀ ମଧ୍ୟ ସର୍ଭିସ କରନ୍ତି ଏବଂ ତାଙ୍କ ସ୍ତ୍ରୀ ମଧ୍ୟ ତାଙ୍କର ଅର୍ଥ ସାହାଯ୍ୟ କରନ୍ତି ତାଙ୍କୁ। କିନ୍ତୁ ସେ ଦେଖିଲେ ଯେ ଆଉ କିଛି ବି ନାହିଁ, ସବୁ ଅର୍ଥ ସରିଗଲାଣି। କେବଳ ପତ୍ନୀଙ୍କର ଯୋଉ ଦରମା, ତାରି ଉପରେ ହିଁ ସବୁ ନିର୍ଭର କରୁଛି। ଘର ଜମିବାଡ଼ି ବି ଆଉ ନାହିଁ ହାତରେ। ତେଣୁ ସେ ଗୋଟେ ହଠାତ୍ ତାଙ୍କ ଭିତରେ ଏକ ଚିନ୍ତା ଉଦ୍ରେକ ହେଲା। ସେ ଗୋଟେ ଇସ୍ତାହାର ଦେଲେ, ମାନେ ଆଡଭର୍ଟାଇଜମେଣ୍ଟ ଦେଲେ ଯେ ଗୋଟେ ଛୋଟିଆ ପ୍ରଶ୍ନଟେ ପଚାରିଛନ୍ତି ଯେ ଏଇଭଳିଆ କଥାଟେ ଘଟଣିର ମୁଁ କିଛି ଅର୍ଥ ବୁଝିପାରୁନି ଆର, ଯିଏ ଆର ଅର୍ଥ ବୁଝେଇଦବ, ଯଦି ଆମେ, ସେ ପୁଣି କହୁଛନ୍ତି କଣ ନା ସେଟା ବଣ୍ଡ ସାଇନ୍ ହବ, ବଗେରା ବଗେରା ହବ। ଆକ୍ଚୁଆଲି ସେ ଯାହା ଲେଖିଥିଲେ ମୁଁ ତାକୁ ଟିକେ ବଦଳେଇକି କହୁଛି, କାହିଁକି ନା ଯେତିକି ଦରକାର ଆମେ ସେ ଅନୁସାରେ କହିବା। ସେ କହୁଛନ୍ତି ଯେ ମୁଁ ମୋର ପୁତ୍ରକୁ ଦେଇଦେବି ତାକୁ। ସିଏ ଆକ୍ଚୁଆଲି ତାଙ୍କ ପତ୍ନୀ ଯେତେବେଳେ ସେ ଇସ୍ତାହାର ପଢିଛନ୍ତି, ଦେଖୁଛନ୍ତି, ବ୍ୟସ୍ତ ହେଇଯାଉଛନ୍ତି। କଣ ହେଲା? ମୋ ପୁଅଟା କଣ, ସେ ପୁଅଟା କଣ କେବଳ ତାଙ୍କରି, ମୋର ନୁହଁ? ରାଗିକି ଆସୁଛନ୍ତି ଅଫିସରୁ, ତାଙ୍କ ଉପରେ ପୁରା ରାଗିକି ଜୋର ଝଗଡ଼ାଝାଟି ଆରମ୍ଭ କରିଦେଲେ। ଇଏ କହୁଛନ୍ତି କଣ ହେଇଛି କୁହ, କାହିଁକି ଏମିତି ରାଗୁଛ? କିଛି ହେଇନି, ମୁଁ କଣ ହେଇଛି, ଜୋରସେ ଗାଲେ। କଣ ହେଇଛି ପଚାରୁଛ? ଆରେ କୁହ ତ କଣ ହେଇଛି? ନା, ତମେ କେମିତି ଏମିତି ଗୋଟେ ଆଡଭର୍ଟାଇଜ ଦେଇଛ ଯେ ଏଇ ଗୋଟେ ପ୍ରଶ୍ନଟେ ପଚାରି ଯିଏ ବୁଝେଇଦବ ମତେ, ଆଉ ତାକୁ ମୋ ପୁଅକୁ ଦେଇଦେବି। ପୁଅ କଣ ଏକା ତମର? ପୁଣି ଝଗଡ଼ାଝାଟି ଲାଗିଲା, କହିଚାଲିଲେ। ଇଏ ଚୁପଚାପ ଶୁଣୁଥାନ୍ତି। ସବୁ ତାଙ୍କ ପତ୍ନୀ କହି ଯେତେବେଳେ ଥକି ଗଲେ, କହିଲେ ହଉ ଠିକ ଅଛି, ମୁଁ ଯୋଉ ଆଡଭର୍ଟାଇଜମେଣ୍ଟ ଦେଇଛି ଏଇଟା ସତ, ମିଛ ନୁହଁ। ଯିଏ ମତେ ବୁଝେଇଦବ ମୁଁ ତାକୁ ପୁଅ ଦେଇଦେବି। କଣ ହେଲା? ପୁଅ କଣ ତମର ଏକା? ନା ନାଇଁ ନାଇଁ, ଦେଖ, ପୁଅ ମୋର ଏକା ନୁହଁ, ମୁଁ କହୁଛି ତମକୁ ପଚାରି ନାହିଁ, ତାହେଲେ ଠିକ ଅଛି। ତମେ ଗୋଟେ କାମ କର, ତମେ ମତେ ବୁଝେଇ ଦିଅ, ତାହେଲେ ପୁଅଟା ତମର ହେଇଯିବ ପୁରା, ଆଉ ମୋର କିଛି ହେଇକି ରହିବ ନାହିଁ। ତମର ଏକା ହେଇଯିବ। ତେଣୁ ତାପରେ ତେଣିକି ମୋର ଅଧିକାର ରହିବ ନାହିଁ। ତେଣୁ ମୁଁ ଆଉ ଯିଏ ଆସିବ ମୁଁ କହିବି ଆଜ୍ଞା ମୋ ପୁଅ ମୋ ଅଧିକାରରେ ନାହିଁ। କଣ ହେଲା? ଏଇ ଗୋଟେ କଥା, ଏଇ ସାମାନ୍ୟ ପ୍ରଶ୍ନ, ଯିଏ ନାହିଁ ସେ ବୁଝେଇଦବ। ନା ହଉ ଠିକ ଅଛି, ତମେ ମତେ ବୁଝେଇ ଦିଅ, ତମର ପୁଅ ତମର ଏକା ହେଇଯିବ। ସିଏ କହିଲେ ହଁ ତ ଏଇ କଥା ବୁଝେଇବା କହିଲେ ନାଇଁ ରୁହ ରୁହ ରୁହ, ବଣ୍ଡ ସାଇନ୍ ହବ ନା, ଫାଇନାଲ ହବ। ଯଦି ତୁମେ ମତେ ନ ବୁଝେଇ ପାରିବ, ସେଥିରେ ଲେଖା ହେଇଛି, ତାକୁ ତମେ ପଢିଛ ନା ପଢିନ? ଯଦି ତମେ ମତେ ନ ବୁଝେଇ ପାରିବ, ତେବେ ତୁମେ ମତେ $5,000 ଦବ। ତୁମେ ମତେ $5,000 ଦବ। ଇଏ କହିଲେ ଏଇ ଗୋଟେ କଥା, ତମେ ମୁଁ ବୁଝେଇ ପାରିବି ଯେ, ନା 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 ନା। ଚୁକ୍ତିଟା ଚୁକ୍ତି, ତମେ ଲେଖ, ସାଇନ କର, $5,000 ଦବ। ସେ ସେଠୁ ଯେ ଚାଲିଲା ଏମିତି କିଛି ସମୟ, ତାପରେ ସେ ଆଣିକି ବଣ୍ଡ ପେପର ସାଇନ କରାଇଲେ। $5,000 କହିଲେ $5,000 ରଖ। ସେ $5,000 ରଖିଲେ। ସେଠୁ ସେ ବୁଝେଇବାକୁ ଆରମ୍ଭ କଲେ। ବୁଝେଇଲେ ବୁଝେଇଲେ ବୁଝେଇଲେ, ସବୁ ବୁଝେଇ ସାରିଲେ, କହିଲେ ବୁଝିଲ? ନାଇଁ ବୁଝିପାରିଲିନି। ସେ ପୁଣି ଆଉ ଗୋଟେ ଉପାୟରେ ବୁଝେଇଲେ, ବୁଝିପାରିଲ? ନାଇଁ ବୁଝିପାରିଲିନି। ଯେତେ ଯାହା ଉପାୟ କହି ସରଳ କରି ପଚାରିଲେ, ବୁଝିପାରିଲେ? ନାଇଁ ବୁଝିପାରିଲିନି। ଲାଷ୍ଟକୁ ତାଙ୍କ ସ୍ତ୍ରୀ ରାଗିଗଲେ। ଏକରେ ତ ରାଗିକି ଆସିଥିଲେ, ଅଲରେଡି ବଳ ଏନର୍ଜି ସରିଗଲାଣି ଝଗଡାରେ। ତାପରେ ପୁଣି ବୁଝେଇ ଯେ ବ୍ୟସ୍ତ ହେଇଗଲେ, କହିଲେ ତମକୁ ଆଉ ବୁଝେଇବନି। ନା ହାରିଗଲ? ନା ହେ ତମକୁ କିଏ ବୁଝେଇବ, ତମେ ଏତେ ମୂର୍ଖ ବୋଲି ମୁଁ ଜାଣିନଥିଲି। ନା ଠିକ ଅଛି, ମୁଁ ମୂର୍ଖ, ସବୁ ଠିକ, ତମେ ଫାଇନାଲ ମତେ କୁହ, ବୁଝେଇ ପାରିବ ନାହିଁ? ନା ତମକୁ ବୁଝେଇପାରିବି ନା, ଲେଖ। ମୁଁ ଆଉ ବୁଝେଇ ପାରିବିନି, ଲେଖ। ସେ ହେଲେ କଣ ଏଇଗୁଡା, ନା ନାଇଁ ଲେଖ, ଏବେ ଦିଅ $5,000, ମୋର ହେଇଗଲା। ତାଙ୍କ ସ୍ତ୍ରୀ କହିଲେ କଣ ହେଲା? ହେଁ? କହିଲେ ଆରେ ତମେ ଏତେ ଚାଲାକ। ତା ପୂର୍ବରୁ କହୁଥିଲେ ତମ ଭଳିଆ ମୂର୍ଖ ମୁଁ ଦେଖିନି। ତମେ ଏତେ ଚାଲାକ, ତମେ ଠିକ ବୁଝିଛ। ମୁଁ ତମକୁ ଯେତେ ପ୍ରକାରରେ ବୁଝେଇଲି, ତମେ ଲାଷ୍ଟକୁ କହିଲେ କଣ ମୁଁ ବୁଝିଲି ନାହିଁ? ନା ମୁଁ ତ ସେଇଆ କହୁଛି ଆଉ। ଆସନ୍ତୁ, ଯିଏ ମତେ ବୁଝେଇବାକୁ ଆସିବ ବୁଝେଇବ, ବୁଝେଇ ପାରିବନି $5,000 ଦେଇକି ଯିବ ଆଉ। ତେଣୁ ମଣିଷ ଯେ ପର୍ଯ୍ୟନ୍ତ ନିଜେ ପ୍ରସ୍ତୁତ ହେଇନି, ସେ ପର୍ଯ୍ୟନ୍ତ ତା ଭିତରେ ଥିବା ସେଇ ଅପୂର୍ବ ସମ୍ଭାବନାଟି ପରିପ୍ରକାଶ ହେଇପାରିବ ନାହିଁ। ମାଲିକ ତୁମର ଅତୀତ ଯାହା ମନ ତାହା ହୋଇଥାଉ,
ତୁମେ ଯେତେ ଯାହା ଭ୍ରମ ପ୍ରମାଦ କରିଥାଅ, ଜଣେ ଯେତେ ବଡ଼ ଅଜ୍ଞାନ ପରିସ୍ଥିତିରେ ବଢିଥାଉ, ସେ ତାର ଅନ୍ତରର ଗଭୀର ମଧ୍ୟରେ ପରମ ପବିତ୍ରତାକୁ ବହନ କରିଥାଏ, ଯାହାକି ତାର ସମସ୍ତ କିଛିକୁ ଅପୂର୍ବ ଉପଲବ୍ଧିରେ ରୂପାନ୍ତରିତ କରିଦେଇପାରେ। ପୁରା କେତେ ଡିଟେଲ୍ସ ଆଉ କହିବେ କୁହନ୍ତୁ? ତୁମର ଅତୀତ ଯାହା ହେଇଥାଉ, ତୁମେ ଯେତେ ଭୁଲ ଭଟକା କରିଥାଅ ନା କାହିଁକି, ଯେତେ ଅପରାଧ କରିଥାଅ ନା କାହିଁକି, ତୁମେ ତୁମର ପରିବେଶ ପରିସ୍ଥିତି ଅତି ଅଜ୍ଞାନମୟ ହେଇଥାଉ ନା କାହିଁକି, କିନ୍ତୁ ତୁମର ଅନ୍ତରର ଗଭୀର ମଧ୍ୟରେ ଯୋଉ ରହିଛନ୍ତି, ଯିଏ ପରମ ପବିତ୍ରତା ବହନ କରୁଛନ୍ତି, ଯୋଉ ଅନ୍ତରାତ୍ମା, ଯାହାକି ତାର ସମସ୍ତ କିଛିକୁ ଅପୂର୍ବ ଉପଲବ୍ଧିରେ ରୂପାନ୍ତରିତ କରେ। ଯଦି ଅନ୍ତରାତ୍ମା ସମ୍ମୁଖକୁ ଆସିଗଲା, ତେବେ ସେ ସବୁ କିଛିକୁ ରୂପାନ୍ତର କରିଦେବାର ସାମର୍ଥ୍ୟ ତାର ରହିଛି। ତେଣୁ ଆମେ ଯୋଉମାନେ ସଚେତନ ହେଲେଣି, ଆମେ ପାଠ୍ୟକ୍ରମ ଜଏନ୍ କରୁଛନ୍ତି, ମାଷ୍ଟର କଥା ଦେଖୁଛନ୍ତି, ତେଣୁ ଆମେ ସଂକଳ୍ପ କରିବା ଯେ ପ୍ରଥମ ସଂକଳ୍ପ ସେଥିପାଇଁ ରହିବ, ଚୈତ୍ୟ ପୁରୁଷ ଆବିଷ୍କାର କରିବା। କାହିଁକି ନା ସିଏ ହେଉଛନ୍ତି ପରମ ପବିତ୍ରତାକୁ ବହନ କରିକି ଆମ ଅନ୍ତରରେ ରହିଛନ୍ତି, ଏବଂ ତାଙ୍କ ସହିତ ଆମର ସମ୍ପର୍କ ହେଲେ ତାଙ୍କର ଭଗବତୀଙ୍କ ସହିତ, ଦିବ୍ୟଜନନୀଙ୍କ ସହିତ, ସଚ୍ଚିଦାନନ୍ଦ ପରମପ୍ରଭୁଙ୍କ ସହିତ, ଯାହାକୁ ଆମେ ସମସ୍ତେ ଏକ, ଖାଲି ଭିନ୍ନ ଭିନ୍ନ ନାଁ କହୁଛି, ଯିଏ ଯୋଉଭଳି ଭାବେ ଗ୍ରହଣ କରୁଛନ୍ତି, ତାଙ୍କ ସହିତ ତାଙ୍କର ସିଧା ସମ୍ପର୍କ, ଏବଂ ସିଏ ଏକମାତ୍ର ସତ୍ତା ଆମ ଭିତରେ ରହିଛନ୍ତି, ଯିଏ ପରମଙ୍କର ପରିପ୍ରକାଶକୁ ଅବିକୃତ ଭାବରେ ଆମ ପାଖରେ ଉପସ୍ଥାପନ କରନ୍ତି। ଆମର ମନ, ସେ ତାର ବିଚାର ପକେଇଦବ, ତାର ଧାରଣା, ତାର ଅଭିମତ, ତାର ଯୋଉ ଏକ୍ସପିରିଏନ୍ସ ତାକୁ ପକେଇଦବ। ପ୍ରାଣ, ସିଏ ତାର ରୁଚି ଅରୁଚି ପକେଇଦବ, ପସନ୍ଦ ଅପସନ୍ଦ ପକେଇଦବ। ଶରୀର, ସେ ଦେଖିବ ଇଏ ମତେ କଷ୍ଟ ଦବ ନା ମତେ ପରିଶ୍ରମ କରେଇବ ନା ଟିକେ ଆରାମ ଦବ, ଏମିତିଆ ମାନେ ସବୁଆଡୁ ସେମାନେ ସମସ୍ତେ ବିକୃତ କରିବାର ସମ୍ଭାବନା ରହିଛି, କିନ୍ତୁ ଚୈତ୍ୟ ସଦା ବିକୃତ କରିବେ। ତେଣୁ ସେଇ ପରମ ପବିତ୍ରତାଙ୍କୁ ଆବିଷ୍କାର କରିବା ଆମର ପ୍ରଥମ ଧ୍ୟେୟ ସବୁବେଳେ ରହିବା ଉଚିତ। ଏଠି ଏକ୍ସାମ୍ପଲ ଯୋଉ ଦିଆହେଇଛି, ଅତୀତ ଯାହା ମାନ ତାହା ହେଇଥାଉ, କେମିତି ହବ ତାର ଗୋଟେ ଏକ୍ସାମ୍ପଲ, ସୁନ୍ଦର ଭାବରେ ଏକ୍ସାମ୍ପଲ ଦିଆହେଇଛି। ଆମେ ସମସ୍ତେ ଜାଣିଛନ୍ତି, ଯୋଉ ଦସ୍ୟୁଟିଏ ଥିଲା, ଯୋଉ ରତ୍ନାକର ତାର ନାମ ଥିଲା, ଯିଏ ହତ୍ୟା କରୁଥିଲା, ଲୁଣ୍ଠନ କରୁଥିଲା, କିନ୍ତୁ ତା ଭିତରେ ଥିବା ସେଇ ପରମ ପବିତ୍ରତାକୁ ସମ୍ମୁଖକୁ ଆଣିଲେ ସ୍ୱୟଂ ନାରଦ, ଏବଂ ତାପରେ ସେ ବାଲ୍ମୀକି ଋଷିରେ ପରିଣତ ହେଲେ। ଏଇ ଘଟଣାଟି ଆମ ସମସ୍ତଙ୍କୁ ଜ୍ଞାତ। କିନ୍ତୁ ଏଠି ଜଣେ କିଏ କହିବେ, ସେ କେମିତି କଣ ହେଲା? ଆରେ ବାବା, ଏଠି ଦିଟା କଥା ମନେ ରଖିବାକୁ ପଡିବ। ପ୍ରଥମ କଥା ହେଲା, ଭଗବତ କୃପା ହେଲା। ଭଗବାନ ଯେତେବେଳେ କୃପା କଲେ ଯେ ତା ଭିତରେ ଅନ୍ତରାତ୍ମା ସମ୍ମୁଖକୁ ଆସିବ ଏବଂ ଏଇ କାର୍ଯ୍ୟ କରିବ, ଭଗବାନ ପାଖରେ କିଛି ଯୁକ୍ତି ନାହିଁ। ସେ କୃପା କଲେ, ତେଣୁ ତୁମର ହେଲା। ଦ୍ୱିତୀୟ କଥାଟି ହେଲା, ତୁମର ଯଦି ଆଧାର ପ୍ରସ୍ତୁତ ହେଇନାହିଁ, ତୁମେ ଯଦି ପ୍ରସ୍ତୁତ ହେଇନାହ, ଭଗବାନ ନିରର୍ଥକ ଜାଗାରେ କୃପା କରିବେ ନାହିଁ। ଯେମିତି କଥାରେ ଅଛି, ବାଉଁଶଟି ଯଦି ପୋଲା ନ ହବ, ତା ଭିତରେ ବଂଶୀ ହେଇପାରିବ ନାହିଁ। ଦିପଟ ଯାକ ଫାଙ୍କା ହବାକୁ ପଡିବ। ଗଣ୍ଠି ଯଦି ମଝିରେ ଗୋଟାଏ ରହିଗଲା, ତାହେଲେ ତାହା ବଂଶୀରେ ପରିଣତ ହେଇପାରିବ ନାହିଁ, ତାକୁ ଶ୍ରୀକୃଷ୍ଣ ବ୍ୟବହାର କରିବେ ନାହିଁ। ତୁମର ଦୁଇ ପଟ ଯାକ ଖୋଲା ରହିବା ଦରକାର, ପୁରା ପୋଲା ବାଉଁଶ ରହିବା ଦରକାର, ଗଣ୍ଠି ରହିବନି ମଝି ଅଂଶ। ତାହେଲେ ଯାଇକି ତାହା ବଂଶୀରେ ରୂପାନ୍ତର ହେଇପାରିବ। ତାକୁ ବଂଶୀକୁ ଶ୍ରୀକୃଷ୍ଣ ବ୍ୟବହାର କରିପାରିବେ। ତେଣୁ ଆମର ଆଧାର ଯେ ପର୍ଯ୍ୟନ୍ତ ପ୍ରସ୍ତୁତ ହେଇନାହିଁ, ଆମେ ଯେ ପର୍ଯ୍ୟନ୍ତ ଭଗବତ ଶକ୍ତି ପ୍ରତି ନିଜକୁ ଉନ୍ମୁକ୍ତ କରିନାହାନ୍ତି, ଅଗ୍ରଗତି କରିବା ପାଇଁ ଆମେ ଯେ ପର୍ଯ୍ୟନ୍ତ ସମ୍ମତି ଦେଇନାହାନ୍ତି, ସେତେବେଳେ ପର୍ଯ୍ୟନ୍ତ ଭଗବତ କୃପା ମୋ ପାଖରେ ଆସିଲେ ମଧ୍ୟ ତାହା ନିରର୍ଥକ ସାବ୍ୟସ୍ତ ହବ। ତେଣୁ ଦଶରତ୍ନାଙ୍କର ପୂର୍ବ ଜନ୍ମର ଅନେକ ପ୍ରସ୍ତୁତି ତାଙ୍କୁ ଏ ଜନ୍ମରେ ସେ ବହନ କରି ସେ ଚାଲୁଥିଲେ। କେବଳ ସମୟ ଅପେକ୍ଷା ଥିଲା, ଯୋଉ ସମୟରେ ଦେଖନ୍ତୁ, ଏଠି ଦିଟା କଥା ବି ଦେଖନ୍ତୁ। ଏଠି ଆଉ ଗୋଟେ ଆଙ୍ଗେଲ ଦେଖନ୍ତୁ, ଯୋଉ ଆଙ୍ଗେଲ ଟାକୁ ଆଲୋଚନା ପ୍ରାୟତଃ ବୋଧ କି କରନ୍ତି ନାହିଁ।
ଯେ ଜଣେ ମହାନ ସାଧୁ ବା ତ୍ରିକାଳଦର୍ଶୀ ହବା ପାଇଁ ଯୋଉ ସାମର୍ଥ୍ୟ ଦରକାର, ଜଣେ ବିରାଟ ଦର୍ଶୀ ହବା ପାଇଁ ମଧ୍ୟ ସେଇ ସାମର୍ଥ୍ୟ ଦରକାର। ଦସ୍ୟୁଟିଏ ଯେତେବେଳେ ବିରାଟ ଦସ୍ୟୁ ବୋଲି ଗଣା ହବ, କେତେବେଳେ ସେ ଧରା ପଡିବ ନାହିଁ। ତେଣୁ ଏତେ ସୁଚାରୁ ରୂପେ ସେ କାର୍ଯ୍ୟ କରିବ, ଏତେ ମାନେ ନିର୍ଭୁଲ ଭାବରେ କୋଉ ଜାଗାରେ ଲୁଚିବ ଏବଂ କାମ ଏମିତି କରିବ ପ୍ରମାଣ କିଛି ରଖିବନି, ଏବଂ ବଳ ଏତେ ଦରକାର, ଯୋଉ ସାହସ ଶକ୍ତି ଏତେ ଦରକାର, କାହିଁକିନା ବିରାଟ ଦସ୍ୟୁ ହବାକୁ ହେଲେ ଶକ୍ତି ପ୍ରଚୁର ଦରକାର। ଏବଂ ଆମେ କହିବା ସେ ସମୟରେ ଦୟା ମାୟା ସବୁ ସେ ଭୁଲି ଯାଆନ୍ତି। ମାନେ ଗୋଟେ ଯେମିତି ଜୋସ୍, ଗୋଟିଏ ଲକ୍ଷ୍ୟ ସେତେବେଳେ କଣ ନା ମୁଁ ଲୁଣ୍ଠନ କରିବି। ସେ ଯାହା ହେଇଥାଉ, ବ୍ରାହ୍ମଣ ହେଇଥାଉ, ଯୋଉ କୋଉଠି ଯାଇଥାଉ, ତାର ଅତି ଜରୁରୀ ଥାଉ, କିଛି ଲୁଣ୍ଠନ କରେ ବିରାଟ ଦସ୍ୟୁ। ଏବଂ ତାର ମନ ମାଇଣ୍ଡ ଏତେ ସାର୍ପ, ସେ କେମିତି ଜାଣିପାରିବ କାହା ପାଖରେ ଅଛି କାହା ପାଖରେ ନାହିଁ। ତେଣୁ ଏଇ ସବୁ ସାମର୍ଥ୍ୟ, ପ୍ରାଣର ବି ଅସୀମ ସାମର୍ଥ୍ୟ, ମନର ଅସୀମ ସାମର୍ଥ୍ୟ, ଶରୀରର ସେ ଅପୂର୍ବ ବଳ ତା ପାଖରେ ଥିବା ଦରକାର, ଯାହା ଫଳରେ ସିଏ ସେଇ ସାମର୍ଥ୍ୟକୁ ସେ ବ୍ୟବହାର କରି ସେ ବିରାଟ ତପସ୍ୱୀ ହେଇପାରିବ। ତେଣୁ ଦସ୍ୟୁ ରତ୍ନାକରର ଅତୀତ ଯାହା ଥାଉ ନା କାହିଁକି, ସେ ବାଲ୍ମୀକିରେ ପରିଣତ ହେଇପାରିଲେ ତାଙ୍କର ସେ ଅପୂର୍ବ ସାମର୍ଥ୍ୟକୁ ବ୍ୟବହାର କରି। ସେଭଳି ଏଠି ଯୋଉ ରହିଛି ଆମର ଏଠି ତୁଳସୀ, ଏଠି ତୁଳସୀ ଦାସଙ୍କ ରହିଛି, ଯୋଉଥିରେ ସିଏ ପଢୁଛନ୍ତି ଶ୍ରୀରାମଙ୍କର ବର୍ଣ୍ଣନା କରୁଛନ୍ତି। ଏବଂ ଆପଣ ଦେଖିବେ ସେଥିରେ ଗୋଟେ ବଢିଆ ରହିଛି, କଥିତ ରହିଛି ଯେ ଜଣେ ବୃଦ୍ଧ କୁଷ୍ଠ ରୋଗୀ, ସିଏ ପୁରା ଆରମ୍ଭରୁ ଆସୁଥିଲେ ରାମଚରିତ ମାନସ ପଠନର, ଏବଂ ସବା ଶେଷରେ ଯାଉଥିଲେ, ସବା ଶେଷରେ ଯାଉଥିଲେ। ତେଣୁ ତାଙ୍କର କୃପା ହେଇଛି ହନୁମାନଙ୍କର, ତାପରେ ସେ ଶ୍ରୀରାମଙ୍କୁ ଦର୍ଶନ କରିଛନ୍ତି। ଜଣେ ଯେତେ ବଡ ଅଜ୍ଞାନ ପରିସ୍ଥିତିରେ ବଢିଥାଉ, ସେ ତାର ଅନ୍ତରର ଗଭୀର ମଧ୍ୟରେ ପରମ ପବିତ୍ରତାକୁ ବହନ କରିଥାଏ, ଯାହାକି ତାର ସମସ୍ତ କିଛିକୁ ଅପୂର୍ବ ଉପଲବ୍ଧିରେ ରୂପାନ୍ତର କରିଦେଇପାରେ। ଏତେ କଥା କହିବାର କାରଣ ହେଲା, ମା ଲେଖୁଛନ୍ତି ତୁମମାନଙ୍କର ସେ ବିଷୟରେ ଭାବିବା ଉଚିତ, ତାହାରି ଉପରେ ଏକାଗ୍ର ହେବା ଉଚିତ। କେବେ ହେଲେ ବି ତୁମେ ତୁମର ବାଧାବିଘ୍ନ ଗୁଡ଼ିକ ଉପରେ ବା ପ୍ରତିବନ୍ଧକ ଗୁଡ଼ିକ ଉପରେ ବା କୌଣସି ପ୍ରକାର ପ୍ରତିରୋଧ ସମ୍ବନ୍ଧରେ ଉଦ୍ବିଗ୍ନ ହୁଅ ନାହିଁ। ତେଣୁ ଆମ ପାଇଁ ଯୋଉ ଆସୁଛି ବାଧା ବିଘ୍ନ ପ୍ରତିବନ୍ଧକ, ତାକୁ ଆମେ ଅଗ୍ରଗତି ପାଇଁ ଏକ ନବା। ଏଠି ଗୋଟେ ବଢିଆ ଭିଡିଓଟା ଏଟା ଥିଲା, ଏ ଭିଡିଓଟା ଥିଲା, ଭିଡିଓଟା ପ୍ଲେ ହବ କି ନାହିଁ, ଏଇଟା ଭିଡିଓଟା। ଯେତେ ବଡ ବାଧାବିଘ୍ନ ଥାଉ ନା କାହିଁକି, ଆମକୁ ତାକୁ ଆମର ସୁଯୋଗ ରୂପେ ବ୍ୟବହାର କରିବେ ଏବଂ ଅଗ୍ରଗତି କରିବେ। ତୁମେ ଯାହା ହେବାକୁ ଚାହଁ ତାହାରି ଉପରେ ଏକାଗ୍ର ହୋଇ ରହ। ତୁମେ ଯାହା ହେବାକୁ ଚାହଁ ନାହିଁ ସେ ସମ୍ବନ୍ଧରେ ଆଦୌ ଭାବ ନାହିଁ। ସେ ସବୁକୁ ଯେତେ ଦୂର ସମ୍ଭବ ସମ୍ପୂର୍ଣ୍ଣ ଭୁଲିଯାଅ। ଏ ବିଷୟ ଅଲରେଡି ଆମେ ଆଲୋଚନା କରିଛନ୍ତି। ମନ୍ଦ ଚିନ୍ତା ବେଳେ ବି ଏ କଥା ଆଲୋଚନା ହେଇଥିଲା, ଏବଂ ଅପ୍ରୀତିକର ଚିନ୍ତା ଏଇ ସବୁ ସମୟରେ ବି ଆମେ ଆଲୋଚନା ହେଇଛି। ମା ବାରମ୍ବାର ଲେଖିଥିଲେ ଯେ ତୁମେ ଯାହା ହେବାକୁ ଚାହୁଁଛ ସେଇ ପ୍ରକାର ଚିନ୍ତା କର, କାହିଁକି ନା ଚିନ୍ତା ଗୁଡିକ କେବଳ ନିରୀହ ଚିନ୍ତା ନୁହେଁ, ତାହା ଶକ୍ତି ଧରିକି ରହିଥାଏ। ତେଣୁ ତୁମେ ଯାହା ହେବାକୁ ଚାହୁଁଛ ସେ ସମ୍ବନ୍ଧେ ତୁମେ ଚିନ୍ତା କର, ତାରି ଉପରେ ଏକାଗ୍ର ହୁଅ। ଆଉ ଯୋଉଟା ଚାହୁଁନା ସେ ସମ୍ବନ୍ଧରେ ଆଦୌ ଆଦୌ ଭାବ ନାହିଁ। ଯେତେ ଦୂର ସମ୍ଭବ ସମ୍ପୂର୍ଣ୍ଣ ଭୁଲିଯାଅ। ଏଠି ଦୁଇଟି ଯାକ ଏକ୍ଜାମ୍ପଲ ଦିଆହେଇଛି। ଏଠି ମା ପାର୍ବତୀ ଯେ ଶିବଙ୍କୁ ପ୍ରାପ୍ତ କରିବା ପାଇଁ ଅନେକ ବର୍ଷ ତପସ୍ୟା କରିଛନ୍ତି। ଶିବ ବୈରାଗୀ, ତାଙ୍କୁ ବିବାହ କରିବା ପାଇଁ ତାଙ୍କ ଭିତରେ ସ୍ପୃହା ନାହିଁ, କିନ୍ତୁ ଇଏ ସ୍ୱୟଂ ଆଦି ଜନନୀ ଆଦିଶକ୍ତି, କିନ୍ତୁ ସେ ମଧ୍ୟ ତପସ୍ୟାରତ ଥିଲେ, କାରଣ ସେ ସେଇ ମଙ୍ଗଳମୟ ରୂପଙ୍କୁ ପ୍ରାପ୍ତ କରିବାକୁ ଚାହିଁଛନ୍ତି। ତେଣୁ ଲାଗି ରହିବାକୁ ପଡିବ, ତାରି ଉପରେ ଏକାଗ୍ର ହବ ଏବଂ ତାକୁ ଛାଡିବନି। ଏଠି ଆମେ ଦେଖୁଛନ୍ତି ଆମର ଅଗ୍ରଗତି, ଆମର ଅନ୍ତରାତ୍ମା ଆବିଷ୍କାର କରିବା,
ତାକୁ ନେଇକିରି ରୂପାନ୍ତର ପାଇଁ ପ୍ରସ୍ତୁତ ହବା। ଆମର ଉର୍ଦ୍ଧ୍ୱରେ ଯୋଉ ଲାଇଟ୍ ଜଳୁଛି ଜୀବାତ୍ମାଙ୍କ ସହିତ ଏକୀଭୂତ ହବା ଏବଂ ତାକୁ ଆଣି ତାଙ୍କ ସହିତ ଏକୀଭୂତ ହେଇସାରିଲା ପରେ ସେଇ ତାଙ୍କ ସହିତ ଏକାତ୍ମତା ସହିତ ଆମର ବାହ୍ୟ କାର୍ଯ୍ୟକ୍ରମକୁ ଆମକୁ କରିବାକୁ ପଡିବ, ଯାହା ଫଳରେ ପୃଥିବୀ ରୂପାନ୍ତରିତ ହେବ। ମା Ma. Thank you all, Robert.